ଚତୁର୍ଥ ଥର ପାଇଁ ପୁଣି ଥରେ ବିଜେପି ରାଜ୍ୟ ସଭାପତି ହେବେ ମନମୋହନ ସାମଲ। ବିଧିବଦ୍ଧ ଘୋଷଣା କରିବେ ନିର୍ବାଚନ ପର୍ଯ୍ୟବେକ୍ଷକ ସଞ୍ଜୟ ଜୟସ୍ୱାଲ। ରାଜ୍ୟ ସଭାପତି ପଦ ସହ ରାଷ୍ଟ୍ରୀୟ ପରିଷଦ ସଦସ୍ୟ ପାଇଁ ଓଡ଼ିଶାରୁ 32 ଜଣ ଆବେଦନ କରିଥିବା ସୂଚନା ଦେଇଛନ୍ତି ଜୟସ୍ୱାଲ। ଏଥରକୁ ମିଶାଇ ଚତୁର୍ଥ ଥର ପାଇଁ ବିଜେପି ରାଜ୍ୟ ସଭାପତି ଭାବେ ଦାୟିତ୍ୱ ଗ୍ରହଣ କରିବାକୁ ଯାଉଛନ୍ତି ମନମୋହନ ସାମଲ। ଆଉ ମନମୋହନ ଯେବେ ଯେବେ ଦଳର ମଙ୍ଗ ଧରିଛନ୍ତି, ରାଜ୍ୟ ବିଜେପି ଚାଖିଛି କ୍ଷମତାର ସ୍ୱାଦ। ପ୍ରଥମ ପାଳିରେ 1999ରୁ 2000 ଯାଏଁ ରାଜ୍ୟ ସଭାପତି ଦାୟିତ୍ୱ ସମ୍ଭାଳିଥିଲେ ମନମୋହନ ସାମଲ। ଏହାପରେ ଲଗାତାର ଦ୍ୱିତୀୟ ଥର ପାଇଁ 2000 ମସିହାରୁ 2004 ଯାଏଁ ଏହି ପଦବୀରେ ସେ ଅସୀନ ହୋଇଥିଲେ। ଏହି ସମୟରେ ବିଜେପି ପ୍ରଥମ ଥର ପାଇଁ ବିଜେଡି ସହ ମିଶି ରାଜ୍ୟରେ ମେଣ୍ଟ ସରକାର ଗଠନ କରିଥିଲା। ଏହାପରେ 2023 ମାର୍ଚ୍ଚରେ ତୃତୀୟ ଥର ପାଇଁ ମନମୋହନ ବନିଥିଲେ ରାଜ୍ୟ ବିଜେପି ସଭାପତି। ସେତେବେଳେ ବିନା ନିର୍ବାଚନରେ ମନମୋହନଙ୍କର ନାଁ ସଭାପତି ଭାବେ କେନ୍ଦ୍ରୀୟ ସଂଗଠନ ପକ୍ଷରୁ ଘୋଷଣା କରାଯାଇଥିଲା। ଆଉ ଏଥର ତାଙ୍କର ନେତୃତ୍ୱରେ ପ୍ରଥମ ଥର ପାଇଁ ରାଜ୍ୟରେ ପୂର୍ଣ୍ଣ ବହୁମତ ହାସଲ ସହ ଏକାକୀ ସରକାର ଗଠନ କରିଥିଲା ବିଜେପି। ଛାତ୍ର ଅବସ୍ଥାରୁ ରାଜନୀତିରେ ସକ୍ରିୟ ଥିଲେ ମନମୋହନ ସାମଲ। ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ସକ୍ରିୟ ସଦସ୍ୟ ଭାବେ ରାଷ୍ଟ୍ରବାଦୀ ବିଚାରଧାରା ସହ ଆରମ୍ଭରୁ ଯୋଡ଼ି ହୋଇଥିଲେ ମନମୋହନ। 1978ରେ ଭଦ୍ରକ କଲେଜ ଛାତ୍ର ସଂସଦ ସଭାପତି ଭାବେ ହୋଇଥିଲେ ନିର୍ବାଚିତ। 1979ରୁ 1981 ଯାଏଁ ଏବିଭିର ରାଜ୍ୟ ସମ୍ପାଦକ ଭାବେ ସେ ଦାୟିତ୍ୱ ସମ୍ଭାଳିଥିଲେ। 1983ରେ ସେ ବିଜେପିରେ ଯୋଗ ଦେଇଥିଲେ। ଧାମନଗର ବିଧାନସଭା ନିର୍ବାଚନ ମଣ୍ଡଳୀ ସଭାପତି ଦାୟିତ୍ୱରୁ ଆରମ୍ଭ ହୋଇଥିଲା ତାଙ୍କର ରାଜନୈତିକ ଯାତ୍ରା। 1984ରେ ତାଙ୍କୁ ବାଲେଶ୍ୱର ଜିଲ୍ଲା ବିଜେପି ସମ୍ପାଦକ ଦାୟିତ୍ୱ ମିଳିଥିଲା। 1990ରୁ 92 ଯାଏଁ ବିଜେପି ରାଜ୍ୟ ସମ୍ପାଦକ ଏବଂ 1992ରୁ 1999 ଯାଏଁ ରାଜ୍ୟ ସାଧାରଣ ସମ୍ପାଦକ ଭଳି ଗୁରୁତ୍ୱପୂର୍ଣ୍ଣ ପଦରେ ରହି ଜଣେ ଦକ୍ଷ ସଂଗଠକ ଭାବେ ନିଜକୁ ପ୍ରତିଷ୍ଠିତ କରାଇଥିଲେ ମନମୋହନ ସାମଲ। ଏବେ ସେ ଚତୁର୍ଥ ଥର ପାଇଁ ରାଜ୍ୟ ସଭାପତି ବନିବାକୁ ଯାଉଥିବା ସ୍ପଷ୍ଟ ହୋଇଛି। ରାଜ୍ୟ ସଭାପତି ପଦ ପାଇଁ ସେ ଏକାକୀ ନାମାଙ୍କନ ପତ୍ର ରିଟର୍ଣ୍ଣିଂ ଅଫିସର ପ୍ରତାପ ଷଡ଼ଙ୍ଗୀଙ୍କ ନିକଟରେ ଦାଖଲ କରିଥିଲେ। ଅନ୍ୟ କେହି ଆଶାୟୀ ନଥିବା ବେଳେ ସେ ନିର୍ଦ୍ୱନ୍ଦ୍ୱରେ ପୁଣି ଥରେ ବିଜେପି ରାଜ୍ୟ ସଭାପତି ହୋଇଛନ୍ତି। ବିଜେପି ସମର୍ଥକମାନେ ରାଜ୍ୟ କାର୍ଯ୍ୟାଳୟରେ ବାଣ ଫୁଟାଇ ଖୁସି ମନାଇଛନ୍ତି। ବିଜେପି ପ୍ରଥମ ଥର ପାଇଁ ରାଜ୍ୟରେ ଏକାକୀ ସରକାର ଗଢ଼ିଥିବା ବେଳେ ଦଳ ଓ ସରକାର ମଧ୍ୟରେ ସମନ୍ୱୟ ରଖି ସରକାରଙ୍କର ସଫଳତାକୁ ଲୋକଙ୍କ ପାଖରେ ପହଞ୍ଚାଇବା ଏବଂ ଦଳର ଲୋକପ୍ରିୟତା ବଜାୟ ରଖିବା ଏବେ ମନମୋହନଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ ହୋଇଛି।